ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଅଭିଜିତ ହଉଛି ମୋର ଗୋଟେ ଅତି କ୍ଲୋଜ୍ ଫ୍ରେଣ୍ଡ ହେଲା କି। ତାର ଆରମ୍ଭ ମୋଠୁ ମାନେ ସେ ଯେତେବେଳେ ମ୍ୟୁଜିକ୍ କଲା, ସେ ମୁଁ ଆରେଞ୍ଜମେଣ୍ଟ ନ କଲେ ସେ କରେନି କେବେ କିଛି ହେଲା କି। ସେ ବହୁତ କିଛି ମୋ ସାଙ୍ଗରେ କରିଛି। ସି ଷ୍ଟୁଡ଼ିଓରୁ ଆମେ ଆରମ୍ଭ କରିଛୁ, ମାନେ 25 ବର୍ଷ ତଳ କଥା ମୁଁ କହୁଛି। ଓକେ, ଝାଞ୍ଜିରମାଗାରେ ସେ ରହୁଥିଲା, କିନ୍ତୁ ଭୁବନେଶ୍ୱର ଆସିକି କରେ କାମ। ସେ ମତେ ନ ନେଲେ କାମ କରେନି କିଛି। ତାର ସବୁ ବହୁତ କିଛି ମାନେ ମୁଁ କରିଛି ଆରେଞ୍ଜମେଣ୍ଟ ତାର, କିନ୍ତୁ ସେ ଆଜି ଚାଲିଗଲା। ଆଉ କ'ଣ କରିବା। ମୋ ସାଙ୍ଗେ ଦେଖା ହେଇଛି 99ରେ ମୋ ସାଙ୍ଗେ 99 ମୋ ସାଙ୍ଗେ ଦେଖା ହେଇଛି। ହଁ, ପୁରା ଆରମ୍ଭ ସମୟରୁ 99 ପରେ ମୋଠୁ ଦେଖା ହେଇଛି। ଆମେ ବହୁତ କାମ କରୁଛୁ ତା ସାଙ୍ଗେ ମିଶିକିରି। ପ୍ରୋଗ୍ରାମ ପଇସା ସେତେବେଳେ କିଛି ମିଳେନି, ମାନେ ବହୁତ କମ ପଇସା ମିଳେ। କିନ୍ତୁ ସେ କହେ ସାଙ୍ଗ ଏଇଟା ଏମିତି କରିଦବା। ସେ ମତେ ସାଙ୍ଗ ବୋଲି କହେ ସବୁବେଳେ। ନ ବାହା ହେଇନଥିଲା ସେତେବେଳକୁ। କେତେ ବୟସ ହେଇଥିବ ଆଉ ସେଇ 25-26 ବର୍ଷ ହେଇଥିବ। କେତେ ବୟସ ହେଇଥିବ। ଷ୍ଟ୍ରଗଲ ଟାଇମ୍, ତାର ଷ୍ଟ୍ରଗଲ ଟାଇମ୍। ଆମେ ସେତେବେଳେ ସବୁ କରୁଛୁ କାମ। ମାନେ ଏମିତି କାମ କରିବା, ସେମିତି କରିବା, ସେମିତି କରିବା। ମତେ ସେ କୁହେ ଆମେ ଏମିତି କରିବା, ସେମିତି କରିବା। ବଟ୍ ସିଏ ମାନେ ବର୍ତ୍ତମାନ ନାହିଁ। ଆଉ ମୁଁ ଆଶ୍ଚର୍ଯ୍ୟ ଲାଗୁଛି। ନା, ତାଠୁ ତ ବହୁତ ଆଗକୁ ଯାଇଛି। ବହୁତ ଆଗକୁ ଯାଇଛି। ସେ ଯେତିକି କାମ ନ କରିବା କଥା, ତାଠୁ ସେ ବହୁତ ଆଗକୁ ଯାଇଛି। ଆମେ ଯେତେବେଳେ କାମ କରୁଥିଲୁ, ସେତେବେଳେ ଆରମ୍ଭ ହଉଥିଲା, ଆରମ୍ଭ ଜଷ୍ଟ ଆରମ୍ଭ ହଉଥିଲା। ଆମେ ସବୁ ଆରମ୍ଭ କରୁଥିଲୁ। ଅଭିଜିତ ମତେ ନିଏ, କହିବ ସାଙ୍ଗ ଏଇଟା ଏମିତି କରିବା, ସେମିତି କରିବା। ହଁ ସାଙ୍ଗ କରିବା, କିଛି ହବନି। ତାକୁ ବହୁତ ନେଇ ପ୍ରଚାର ପ୍ରଦର୍ଶନ କରିଛି। ବହୁତ ମାନେ ବହୁତ ଇଏର। ନା ନା, ସେ କିଛି କହିବନି। ସେ ପୁରା ରେଗୁଲାର ପୁରା ନେଇଯାଏ ମତେ। ସେଟିଂ ହେଲା ବେଳକୁ ଆମେ ଟିକେ ରାଗି ଯାଉ, ଟିକେ ଇଏ ହେଇଯାଉ। କିନ୍ତୁ ବଟ୍ ସେ କିଛି ଇଏ କରେନି। ସାଙ୍ଗ ଅଛି।